ଆଜିର ପ୍ରସଙ୍ଗ ହିଂସା ନୁହେଁ ଶାନ୍ତି ହିଁ ବିକାଶର ଚାବିକାଠି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ସମାଜରେ ସୁରକ୍ଷିତ ଏବଂ ସ୍ୱଚ୍ଛନ୍ଦ ଭାବରେ ଜୀବନଯାପନ କରିବା ନାଗରିକଙ୍କ ଅଧିକାର। ଏଥିପାଇଁ ଦେଶ ମଧ୍ୟରେ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଜରୁରୀ। ତେବେ ନକ୍ସଲବାଦ ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଏ କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ଭାବେ ରହିଆସୁଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ବିଭିନ୍ନ କ୍ଷେତ୍ରରେ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଦେଶରେ ନକ୍ସଲବାଦ ରେଡ୍ କରିଡର ମାଧ୍ୟମରେ ପ୍ରସାରିତ ହୋଇଥିଲା। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କେତେକ ଅଞ୍ଚଳକୁ ଏହା ବିଶେଷ ଭାବେ ପ୍ରଭାବିତ କରିଥିଲା। 2014 ମସିହାରେ ଥିବା ନକ୍ସଲ ପ୍ରଭାବିତ 126ଟି ଜିଲ୍ଲା ଏବେ ବହୁ ପରିମାଣରେ ହ୍ରାସ ପାଇଛି। ସର୍ବାଧିକ ପ୍ରଭାବିତ 36ଟି ଜିଲ୍ଲା ଏବେ ହ୍ରାସ ପାଇ 3ଟି ମଧ୍ୟରେ ସୀମିତ ରହିଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ନକ୍ସଲବାଦ କାର୍ଯ୍ୟକଳାପ ଏବେ ଶେଷ ନିଶ୍ୱାସ ନେବା ଆରମ୍ଭ କରିଛି। ଆତ୍ମସମର୍ପଣ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସରକାର ନକ୍ସଲବାଦୀଙ୍କୁ ଆହ୍ୱାନ ଦେଇ ଆସୁଛନ୍ତି। କାରଣ ସରକାର ନକ୍ସଲ ମୂଳୋତ୍ପାଟନ ପଦକ୍ଷେପକୁ ଅଧିକରୁ ଅଧିକ କଠୋର କରୁଛନ୍ତି। ଗତ 11 ବର୍ଷ ମଧ୍ୟରେ ଦେଶକୁ ନକ୍ସଲମୁକ୍ତ କରିବା ନେଇ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ସୁଫଳ କେତେକ ସ୍ତରରେ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଶୀର୍ଷ ନେତୃତ୍ୱଙ୍କୁ ମିଶାଇ 317 ଜଣ ନକ୍ସଲ ନିହତ ହୋଇଥିବା ବେଳେ 800ରୁ ଅଧିକ ଗିରଫ ହୋଇଛନ୍ତି। ପ୍ରାୟ 2000 ନକ୍ସଲବାଦୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ନକ୍ସଲମୁକ୍ତ ଭାରତ ଗଠନରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ନକ୍ସଲବାଦକୁ ଦମନ କରିବା ପାଇଁ ସରକାର କାର୍ଯ୍ୟକାରୀ କରିଥିବା ଅପରେସନ୍ ବ୍ଲାକ୍ ଫରେଷ୍ଟ ଏ କ୍ଷେତ୍ରରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଛି। ନକ୍ସଲବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ ଉଦ୍ଦେଶ୍ୟରେ ଦିଆଯାଉଥିବା ପାଣ୍ଠିର ସ୍ରୋତକୁ ମଧ୍ୟ ସରକାର ପ୍ରତିହତ କରିଛନ୍ତି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା NIA ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏ ଦିଗରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇଛି। 92 କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଏବଂ ପାଖାପାଖି 12 କୋଟି ଟଙ୍କା ଜବତ କରାଯାଇଛି। ଏଭଳି ପଦକ୍ଷେପ ନକ୍ସଲବାଦୀଙ୍କୁ ନୈତିକ, ମାନସିକ ତଥା ଆର୍ଥିକ ସ୍ତରରେ କ୍ଷତି ପହଞ୍ଚାଇଛି। ଅନ୍ୟପକ୍ଷରେ ପ୍ରଭାବମୁକ୍ତ ଜିଲ୍ଲାଗୁଡ଼ିକରେ ସରକାର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଅଧିକ ସଶକ୍ତ କରିଛନ୍ତି। 12,000 କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଥିବା ବେଳେ 586 ପୁଲିସ ଷ୍ଟେସନ, 8,500ରୁ ଅଧିକ ମୋବାଇଲ ଟାୱାରକୁ କାର୍ଯ୍ୟକ୍ଷମ କରାଯାଇଛି। ଗତ 11 ବର୍ଷ ମଧ୍ୟରେ ନକ୍ସଲବାଦ ପ୍ରଭାବିତ ରାଜ୍ୟଗୁଡ଼ିକୁ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଯୋଜନା ଅଧୀନରେ 3,311 କୋଟି ଟଙ୍କା ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା ଅଧୀନରେ ରାଜ୍ୟ ସ୍ୱତନ୍ତ୍ର ବାହିନୀ ଏବଂ ସ୍ୱତନ୍ତ୍ର ଗୁଇନ୍ଦା ଶାଖାକୁ କେନ୍ଦ୍ର ସରକାର 371 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାର କାର୍ଯ୍ୟକାରିତା ସମୟସୀମା ବୃଦ୍ଧି କରାଯିବା ସହିତ ଏହି ବର୍ଦ୍ଧିତ ଅବଧି ପାଇଁ ଅତିରିକ୍ତ ଅର୍ଥ ମଞ୍ଜୁର କରାଯାଇଛି। ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ 1,804ଟି ବ୍ୟାଙ୍କ ଶାଖା, 1,321ଟି ATM କେନ୍ଦ୍ର ଏବଂ 37,850ଟି ବ୍ୟାଙ୍କିଂ ଦେଣନେଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପ୍ରତି 5 କିଲୋମିଟର ପରିସର ଆଧାରରେ 90ଟି ଜିଲ୍ଲାରେ 5,869ଟି ଡାକଘର ଖୋଲାଯାଇଛି। ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଦକ୍ଷତା ବିକାଶ କେନ୍ଦ୍ର ଆଦି ସ୍ଥାପନ କରାଯାଇଛି। ଆତ୍ମସମର୍ପିତ ନକ୍ସଲବାଦୀଙ୍କୁ ଥଇଥାନ କରିବା ପାଇଁ ମଧ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ଏବଂ ବ୍ୟବସାୟ ପାଇଁ ପ୍ରୋତ୍ସାହନ ଆଦି ସହଯୋଗ କରାଯାଉଛି। ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ବସ୍ତର ଅଲିମ୍ପିକ୍ସ ପ୍ରତିଯୋଗିତା ନକ୍ସଲ କାର୍ଯ୍ୟକଳାପ ପ୍ରତିହତର ସଫଳ କାହାଣୀ ବର୍ଣ୍ଣନା କରୁଛି। ଏହାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ନକ୍ସଲ କାର୍ଯ୍ୟକଳାପ ଅନ୍ତ ସହିତ ଏ କ୍ଷେତ୍ରରେ ବିକାଶର ନୂତନ ଯାତ୍ରା ଆରମ୍ଭ ହୋଇଛି। ସମୟକ୍ରମେ ଅତ୍ୟଧିକ ନକ୍ସଲ ପ୍ରଭାବିତ ବସ୍ତର ଅଞ୍ଚଳ ଖୁବ୍ ଶୀଘ୍ର ସବୁଠାରୁ ବିକଶିତ ଅଞ୍ଚଳରେ ପରିବର୍ତ୍ତିତ ହେବାକୁ ଯାଉଛି। ଚଳିତ ବର୍ଷ ଅଲିମ୍ପିକ୍ସରେ ସେହି ଅଞ୍ଚଳ ଅନ୍ତର୍ଗତ 7ଟି ଜିଲ୍ଲାର 7ଟି ଦଳ ଏବଂ ଆତ୍ମସମର୍ପିତ ନକ୍ସଲବାଦୀଙ୍କ ଏକ ଦଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗର କ୍ରୀଡ଼ାରେ 700ରୁ ଅଧିକ ଆତ୍ମସମର୍ପଣ କରିଥିବା ନକ୍ସଲବାଦୀ ସରକାରଙ୍କ ସଫଳ ପଦକ୍ଷେପର ଜ୍ୱଳନ୍ତ ଉଦାହରଣ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ତେଣୁ ହିଂସା ନୁହେଁ ଶାନ୍ତି ହିଁ ବିକାଶର ଚାବିକାଠି ବୋଲି ପ୍ରମାଣିତ ହୋଇଛି।